ଆଠମଲ୍ଲିକ ସହରଠାରୁ ପ୍ରାୟ 15 କିଲୋମିଟର ଦୂରରେ ମହାନଦୀର ଠିକ୍ କୂଳରେ ବିରାଜମାନ କରୁଛନ୍ତି ମା ପିଲକି। ଏଠାରୁ ହିଁ ଆରମ୍ଭ ହୁଏ ବିଶ୍ୱ ପ୍ରସିଦ୍ଧ ସାତକୋଶିଆ ଗଣ୍ଡ। ପୂର୍ବ କାଳରେ ଯେତେବେଳେ ସଡ଼କ ପଥ ନଥିଲା, ମହାନଦୀ ହିଁ ଥିଲା ବ୍ୟବସାୟର ମୁଖ୍ୟ ମାର୍ଗ। ଆଉ ସେହି ସମୟରୁ ହିଁ ଆରମ୍ଭ ହୋଇଥିଲା ମାଙ୍କୁ ନେଇ ଅନେକ ରୋଚକ ଲୋକକଥା। କୁହାଯାଏ ଯେ ବହୁ ବର୍ଷ ପୂର୍ବେ ମହାନଦୀରେ ନୌକା ଚଳାଉଥିବା ନାଉରିଆମାନେ ଏହି ସ୍ଥାନ ଦେଇ ଯିବା ବେଳେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ମହାନଦୀର ଏହି ଅଂଶରେ ଜଳ ପ୍ରବାହ ଅତି ପ୍ରଖର ଏବଂ ବିପଦଜନକ ଥିଲା। ଲୋକମାନେ କୁହନ୍ତି ଦିନେ ଜଣେ ଭକ୍ତଙ୍କୁ ମାଙ୍କ ସ୍ୱପ୍ନାଦେଶ ହୋଇଥିଲା ଯେ ସେ ସେହି ପାହାଡ଼ ପାଖରେ ବିରାଜମାନ ଅଛନ୍ତି। ଯଦି ନାଉରିଆମାନେ ତାଙ୍କୁ ସମ୍ମାନ ଜଣାଇ ଏବଂ ପୂଜାର୍ଚ୍ଚନା କରି ନଦୀ ପାର ହେବେ, ତେବେ ସେମାନଙ୍କର କୌଣସି ବିପଦ ହେବ ନାହିଁ। ସେହି ଦିନଠାରୁ ମହାନଦୀରେ ଯାଉଥିବା ନାଉରିଆମାନେ ନିଜ ଡଙ୍ଗା ଅଟକାଇ ମାଙ୍କୁ ପୂଜା କରିବା ଆରମ୍ଭ କଲେ। ଲୋକଙ୍କ ବିଶ୍ୱାସ ରହିଛି ଯେ ମାଙ୍କୁ ଦର୍ଶନ ନ କରି ନଦୀ ପଥରେ ଗଲେ ବିପଦ ଆସିବାର ସମ୍ଭାବନା ଥାଏ। ଆଉ ଏକ ଲୋକକଥା ଅନୁଯାୟୀ ମା ପିଲକି ହେଉଛନ୍ତି